ଦଶପଲ୍ଲା ପିଡିଓଙ୍କ ମନମୁଖୀ କାର୍ଯ୍ୟ ନେଇ ଗାଡ଼ିକୁ ପଥର ମାଡ଼, ପୋଲିସର ତଦନ୍ତ ଜାରି। ଆଜି ଦଶପଲ୍ଲା ପିଡିଓ ଶରତ ଚନ୍ଦ୍ର ମଲ୍ଲିକ ଏସ୍ଆର୍ କାର୍ଯ୍ୟରେ ଫିଲ୍ଡ ବୁଲିବାକୁ ଯାଇ ଫେରୁଥିବା ବେଳେ ଦଶପଲ୍ଲା ଥାନା ନଛିପୁର ନିକଟରେ ବିଡିଓଙ୍କ ଗାଡ଼ିକୁ 2 ଜଣ ବ୍ୟକ୍ତି ପଥର ମାରି ଫେରାର ହୋଇଯାଇଛନ୍ତି। ସେଠୁ ବିଡିଓ ଜୀବନ ବଞ୍ଚାଇ ଆସି ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲାକୁ ଆଧାର କରି ଦଶପଲ୍ଲା ପୋଲିସ ତଦନ୍ତ କରୁଛି। ସେଗୁଡ଼ା ବିଡିଓ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଲୋକଙ୍କ ସେବା କରୁଛି, କେହି ଜାଣି ଶୁଣି ଅସହିଷ୍ଣୁ ହୋଇ ଏହିଭଳି କାର୍ଯ୍ୟ କରିଛନ୍ତି ବୋଲି ବିଡିଓ ଅଭିଯୋଗ କରିଛନ୍ତି। ପୂର୍ବରୁ ଦଶପଲ୍ଲା ବିଡିଓଙ୍କ ମନମୁଖୀ କାର୍ଯ୍ୟ କରିବା ସହିତ ପିସି ଆଦାୟ କରିବା ନେଇ ଅନେକ ମାମଲା ରହିଛି। ରାଜ୍ୟ ପ୍ରତିନିଧି ରୁଦ୍ରରାଜ ବାଗଙ୍କ ରିପୋର୍ଟ, ନ୍ୟୁଜ୍ 26। ମୁଁ ଆକ୍ଚୁଆଲି ଇଲେକ୍ସନ ଏସ୍ଆର୍ କାମରେ ଯାଇଥିଲି ଏବଂ ଫିଲ୍ଡ ଯାଇଥିଲି। ସେପଟୁ ବୁଲିକି ଆସିଲା ପରେ ସରପଞ୍ଚ ନଛିପୁର ଗୋଟେ ଘର ପଡ଼ିଥିଲା, ତାର ଇଏ ମ୍ୟାଟେରିଆଲ୍ସ କିଣିଥିଲେ ଦେବା ପାଇଁ ମୋତେ ଡାକିଲେ। ମୁଁ ସେଇଟା ଦେଇକିରି ସରପଞ୍ଚ ମ୍ୟାଡ଼ାମ୍, ମୁଁ ଏମିତି ଆସିବା ସମୟରେ ନଛିପୁରଠି ସରପଞ୍ଚ ମ୍ୟାଡ଼ାମ୍ ଓହ୍ଲେଇଲେ। ଜଷ୍ଟ 200 ମିଟର ଆଗକୁ ଆସିଛି, ଗୋଟେ ବୋଲ୍ଡର ମାରିଲେ, ଗୋଟେ ଢିମାଟେ, ଏବଂ ସେ ବୋଲ୍ଡର ଏତେ ଜୋରେ ମାରିଲେ ସେ ପାଖରେ ଥିଲେ ମାନେ 2 ଜଣ ସିଏ ମାରିଛନ୍ତି। ତା ଆଗରେ ଆଉ 4 ଜଣ ଖଣ୍ଡେ 2 ଜଣ 4 ଜଣ ଥିଲେ। ତେଣୁ ଏତେ ଜୋରେ ଇଏ ହେଲା ଯେ ଗାଡ଼ି ବ୍ରଷ୍ଟ କଲା। ଏବଂ ମୁଁ ଭାବୁଛି ବୋଧେ ଗାଡ଼ି ଡ୍ରାଇଭର ରଖିଦେଲେ, ନହେଲେ ଗାଡ଼ିରେ ଇଏ ଗଛରେ ମାଡ଼ ହେଇକିରି ଗାଡ଼ି ବି ଆମର ଜୀବନ ପ୍ରତି ବିପଦ ଥିଲା। ତେଣୁ ଆମେ ସେଠୁ ପଳେଇ ଆସିଲୁ। କିନ୍ତୁ ଅସହିଷ୍ଣୁ ଏଇ କାମ ମୁଁ କରିବାରୁ, ଲୋକଙ୍କୁ ସେବା ଦେବାରେ ଅସହିଷ୍ଣୁ ହେଇକିରି ଏଇ କାମ କରୁଛନ୍ତି। ଆଉ ସେ ତ ମୋତେ ଆଗରୁ ଯାଇକିରି ସିଡିଓ ସାର୍ଙ୍କ ପାଖରେ ମୋ ସହିତ ଯୁକ୍ତି ତର୍କ କରି ଆସିଥିଲେ। ଏ କାମ ବାବଦରେ ଆମର ବିଲ୍ ହେଉନି, ଇଏ ହେଉନି, ଆପଣ ବହୁତ ଆଗକୁ ବହୁତ ଟେନସନ୍ ନେବେ, ଇଏ କରିବେ ସେ କରିବେ ଏମିତି କହିଥିଲେ। ତାପରେ ସନ୍ଧ୍ୟାରେ ତାଙ୍କର ବରୁଣ ବୋଲି ଜଣେ, ସିଏ ସନ୍ଧ୍ୟାବେଳେ ଆସିକି କହିଲେ, ମୁଁ ବହୁତ ମୋ ମୁଣ୍ଡ ଗରମ ହେବ, ଆପଣ କିଏ ରକ୍ଷା କରିବ, ଇଏ ଏମିତି ବହୁତ କିଛି କହିକିରି ମୋତେ ଏମିତି ଯାଇଥିଲେ ସନ୍ଧ୍ୟାବେଳେ। ହଁ, ଏଫଆଇଆର୍ ଦିଆଯାଇଛି, ଇନଭେଷ୍ଟିଗେସନ୍ ଚାଲିଛି।